ଆଜିର ଏଇ ଭେଣ୍ଡି ରେସିପିଟା ଭାତ ସହିତ ବହୁତ ଜମିଯିବ। ପଖାଳ ହଉ କିମ୍ବା ତତଲା ହଉ ସବୁଥିରେ ଆମେ ଖାଇପାରିବା। ଏଇଠି 250 ଗ୍ରାମ ଭେଣ୍ଡିକୁ ଭଲ ଭାବରେ ଧୋଇକି ନେଇଗଲି। ତାପରେ ତାକୁ କ'ଣ କରିବା, ଏମିତି କପଡ଼ା ନେଇକି ପୋଛି ନେବା। ବିଶେଷ କରି ପିଲାମାନେ ଭେଣ୍ଡି ଖାଇବାକୁ ଜଣେ ଜଣେ ଭଲ ପାଆନ୍ତିନି, ତ ତାଙ୍କ ପାଇଁ ଏ ରେସିପିଟି ବହୁତ ବଢ଼ିଆ ରହିବ। ସେ ନିଶ୍ଚୟ ଖାଇବେ, ମାଗି ମାଗି ଖାଇବେ। ଭେଣ୍ଡିକୁ ଧୋଇକି ଯଦି ଆମେ ନ ପୋଛିବା, ତାର ପାଣି ଲାଗିକି ଆମେ ଯେତେବେଳେ ବନେଇବା ସେ ଟିକେ ଲାଳ ଲାଳ ଅଂଶ ରହିବ। ଯେତେବେଳେ ବି ଭେଣ୍ଡି ବନାଉଛନ୍ତି, ଭଜା ହେଉ ତରକାରୀ ହେଉ, ନିଶ୍ଚୟ ଏମିତି ତାକୁ ପୋଛି ନେବେ ଧୋଇକିରି, ତାପରେ କାଟିବେ। ନମସ୍କାର, କୁକ୍ ୱିଥ୍ ମୂର୍ଛନା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଏଠି ଦେଖନ୍ତୁ ସବୁତକ ଭେଣ୍ଡି ମୁଁ ଭଲ ଭାବରେ ପୋଛି ନେଲି। ତାପରେ ଆକୁ କାଟିବା କେମିତି, ଏମିତି କାଟି ନେବା। 2ଟା 3ଟା ଯୋଡ଼ି ଦେଲେ ଆମକୁ କାଟିବାକୁ ଶୀଘ୍ର ହେବ। ଯଦି ପନିକିରେ ତ କାଟୁଛନ୍ତି, ସେ ଏମିତି ବି କାଟିପାରିବେ 2-3ଟା ଧରିକି। ତ ଏମିତି କାଟିନେଲେ ଶୀଘ୍ର ହେବ ଆମକୁ। ଆଉ ଛୋଟ ଛୋଟ କରିକି ଏମିତି କାଟିବା, ପତଳା ପତଳା କରିକି ଟିକେ, ଆଉ ବେଶୀ ବଡ଼ କରିବାନି। ତାପରେ ଭେଣ୍ଡି କଟା ସରିଗଲା। ଏବେ କ'ଣ କରିବା, ଦେଖନ୍ତୁ ମୁଁ ଗୋଟେ ବାଉଲ ନେଲି। ସେଥିରେ 2-3 ଚାମଚ ମୁଁ ବେସନ ନେଲି। ଯଦି ବେଶୀ ଭେଣ୍ଡି ନେଉଛନ୍ତି ଆଉ ଟିକେ ବେଶୀ ବେଶୀ ମସଲା ନେବେ। 3 ଚାମଚ ବେସନ ନେଲି। 3 ଚାମଚ ଏଠି ନେଲି ଚାଉଳ ଗୁଣ୍ଡ, ଆଉ କର୍ଣ୍ଣଫ୍ଲାୱାର ଗୁଣ୍ଡ 1 ଚାମଚ ଦେବା। ବହୁତ ବଢ଼ିଆ କୁରକୁର ହେବ। ପ୍ଲିଜ୍ ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଲାଇକ୍ ଗୋଟେ ନିଶ୍ଚୟ ଦିଅନ୍ତୁ। ଏଇଠି ମୁଁ ଦେଇଦେଲି ହଳଦୀ ଗୁଣ୍ଡ ଛୋଟ ଚାମଚ, ଲଙ୍କା ଗୁଣ୍ଡ ଛୋଟ ଚାମଚରେ 2 ଚାମଚ, କାଶ୍ମୀର ଲଙ୍କା ଗୁଣ୍ଡ 1 ଛୋଟ ଚାମଚ। କାଶ୍ମୀରୀ ଲଙ୍କା ଗୁଣ୍ଡ ପକେଇଲେ ପକେଇବେ, ନହେଲେ ସ୍କିପ୍ କରିବେ। ତ ଲଙ୍କା ଗୁଣ୍ଡ ଆମକୁ ଦରକାର ଅଛି। ତାପରେ ଏଇଠି ନେଇଗଲି ଧନିଆ ପାଉଡ଼ର 1 ଚାମଚ, ଜିରା ପାଉଡ଼ର 1 ଚାମଚ, ଛୋଟ ଚାମଚ, ପୁରା ଛୋଟ ଚାମଚରେ ନେବେ, ଆମର ଯେତିକି ଭେଣ୍ଡି ନେଇଛେ। ତାପରେ ଏଇଠି ନେବା, ଦେଖନ୍ତୁ ମୁଁ ଏଇଠି ନେଉଛି ଚାଟ୍ ମସଲା, ଆଉ ନେବା ଏଠି ଗରମ ମସଲା, ସେଇ ଛୋଟ ଚାମଚରେ ସବୁ ନେବା। ତାପରେ ଏଇଥିରେ ଆମେ ଦେଇଦେବା ଲୁଣ ସ୍ୱାଦ ଅନୁଯାୟୀ। ଦେଖନ୍ତୁ ଲୁଣ ଖୁବ୍ କମ୍ ଦେବେ, ବେଶୀ ଦେଇଦେଲେ ଲୁଣିଆ ହେଇଯିବ ଏଥିରେ। ତ ଅଳ୍ପ ଟିକେ ଦେଖନ୍ତୁ, ମୁଁ ହାଫ୍ ଚାମଚ ପାଖାପାଖି, ଆହୁରି ହାଫ୍ ଚାମଚରୁ ଆହୁରି କମ୍ ଲୁଣ ଦେଲି। ତାକୁ ଭଲ ଭାବରେ ମିଶାଇ ନେବା। ଆଗ ଏ ଗୁଣ୍ଡ ଗୁଡ଼ା ସବୁ ପଡ଼ିଲେ ନା, ଆଗ ଭଲ ଭାବରେ ମିଶାଇ ନେବା। ତାପରେ ଭେଣ୍ଡିକୁ ପକାଇବା। ଭେଣ୍ଡିକୁ ପକାଇକି ସେ ଭେଣ୍ଡିକୁ ପୁଣି ଏମିତି ଗୋଳେଇ ନେବା। ତ ଦର୍ଶକ ବନ୍ଧୁ, କେଉଁଠି ଦେଖୁଛନ୍ତି ନିଶ୍ଚୟ ଟିକେ କମେଣ୍ଟରେ ଜଣାଇବେ, ଜାଣିଲେ ମୁଁ ବହୁତ ଖୁସି ହେବି। ଆଉ ଏଇଠି ଦେଖନ୍ତୁ ମୁଁ ସବୁତକ ଭଲ ଭାବରେ ଗୋଳେଇ ନେଲି। ବେସନ ସହିତ ଯେମିତି ଭେଣ୍ଡି ସହିତ ଶୁଖିଲା ଆଗ ମିଶିଯିବ। ତାପରେ ଏମିତି ଅଳ୍ପ ଟିକେ ଟିକେ ପାଣି ଦେଇକି, ପୁରା ଟିକେ ଟିକେ ପାଣି ଦେଇକି ଭଲ ଭାବରେ ଟିକେ ଏମିତି ଗୋଳେଇ ନେବା। ଯାହାଫଳରେ କି ସେ ଯେଉଁ ବେସନ ଆଉ ଗୁଣ୍ଡ ସବୁ, ମସଲା ଗୁଣ୍ଡ ସବୁ ସେମିତି ଭେଣ୍ଡିରେ ଟିକେ ଟିକେ ଲାଗିବ। ଦେଖନ୍ତୁ ଲାଗିଛି ଏମିତି ଅଳ୍ପ ଅଳ୍ପ, ବେଶୀ ଆଉ ବହଳିଆ ଦରକାର ନାହିଁ, ଏମିତି ହିଁ ହାଲକା ହାଲକା ଲାଗିଥିବ। ତ ଆମେ କ'ଣ କରିବା, ଏବେ ଯିବା ଗ୍ୟାସ୍ ପାଖକୁ। ଦେଖନ୍ତୁ ମୁଁ ଏଠି କଡ଼େଇରେ ତେଲ ଗରମ କରି ନେଇଛି। କିଛି କାଜୁକୁ ଭାଜିକି ରଖିଦେବା ଆଗ। କାଜୁ ଆଉ କିଛି ବାଦାମକୁ ଏମିତି ଭାଜିବା। ଯଦି କାଜୁ କିମ୍ବା ବାଦାମ ନଥିଲେ ସ୍କିପ୍ କରିବେ, କିଛି ନାହିଁ, ଯେକୌଣସି ଗୋଟେ ପକାଇଲେ ବି ଚଳିବ। ଆମକୁ ଟିକେ ଆଉ ଟିକେ ଟେଷ୍ଟ ଲାଗିବାକୁ ଆମକୁ ଦରକାର ଅଛି, କିନ୍ତୁ ବାଦାମଟା ପକାଇଲେ ଭେଣ୍ଡି ସହିତ ଖାଇବାକୁ ବହୁତ ବଢ଼ିଆ ଲାଗେ। ତ ଏଇଠି ଦେଖନ୍ତୁ ମୁଁ କଞ୍ଚା ଲଙ୍କା 2-3ଟା ଛାଣି ନେଲି। ତ ତା ସହିତ କଞ୍ଚା ଲଙ୍କାକୁ ଟିକେ ଯେତେବେଳେ ଚୋବେଇକି ଖାଇବେ ବହୁତ ବଢ଼ିଆ ଲାଗିବ। ତାପରେ ଏଠି କିଛି ରସୁଣକୁ ନିଶ୍ଚୟ ନେବା। ରସୁଣ ବହୁତ ବଢ଼ିଆ ଲାଗେ। ଯଦି ରସୁଣ ନ ଖାଉଛନ୍ତି ତାହେଲେ ସ୍କିପ୍ କରିବେ। ଦେଖନ୍ତୁ ରସୁଣକୁ ଟିକେ ଟିକେ ଛେଚି ଦେଇଛି, ଅଧା ଅଧା ଟିକେ ଅଳ୍ପ ଟିକେ ଫୁଟେଇ ଦେଇଛି। ତାପରେ ଏମିତି ଆଣିକି ଛାଣି ଦେଇଛି। ଦେଖନ୍ତୁ ସେ ବେଶୀ ଆଉ ତା ଲାଲ କରିବାନି ରସୁଣକୁ, ଏମିତି ଯେମିତି ଟିକେ କୁରକୁର ଭଳିଆ ହେଇଯିବ ତାକୁ ବାହାର କରିନେବା। ରସୁଣ ବହୁତ ବଢ଼ିଆ ଲାଗିବ। ତାପରେ ହାତରେ ଟିକେ ତେଲ ଲଗାଇଦେବା ଆଗ, ତାପରେ ଭେଣ୍ଡିକୁ ନେଇକି ଏମିତି ପକାଇବା। ଯାହାଫଳରେ କି ହାତରେ ଆଉ ଲାଗିବନି, ଚିପଚିପା ହେଇକିରି ଖସିଯିବ ସାଙ୍ଗେ ସାଙ୍ଗେ ଗୋଟେ ଗୋଟେ କରିକି। ତ ଦେଖନ୍ତୁ ତେଲରେ, ହାତରେ ତେଲ ଲଗେଇକିରି ଭେଣ୍ଡିକୁ ଏମିତି ପକାଇଲି। ସବୁ ଗୋଟେ ଗୋଟେ କରି ତେଲରେ ଦେଖନ୍ତୁ ପକାଇବା। ଆଉ ବେଶିକି ପୁରା ମେଞ୍ଚି ମେଞ୍ଚିକି ନେଇକି ପକାଇଦେଲେ ସେ ବିଣ୍ଡା ହେଇକି ଗୋଟେ ଗୋଟେ ବିଣ୍ଡା ଭଳିଆ ହେଇକି ରହିବ, ଏମିତି ଗୋଟି ଗୋଟିକି ହେବନି। ତ ସେଥିପ୍ରତି ଟିକେ ଧ୍ୟାନ ଦେଇକି ପକାଇବି ଭେଣ୍ଡିକୁ। ଆଉ ଭେଣ୍ଡି ତ ଏଇଠି ଦେଖନ୍ତୁ କେତେ କୁରକୁରେ ହେଇଛି, ଜଣାପଡ଼ୁଥିବ, ଶୁଭୁଥିବ। ଆଉ ଗୋଟେ ଭାରି ବି ମୁଁ ପକାଇ ନେଉଛି ଦେଖନ୍ତୁ। ଆଉ ଭେଣ୍ଡିକୁ ବେଶୀ ଜମା ଲାଲ କରିବେନି, ଆହୁରି ଏମିତି ହିଁ ଥିବ। ଆଉ ବେଶୀ ଟିକେ ଲାଲ କରିଦେଲେ କେମିତି ତାର ମସଲା ଗୁଡ଼ା ପିତା ପିତା ଲାଗିବ। ତାପରେ ଆମେ କ'ଣ କରିବା, ଭେସୁଙ୍ଗା ପତ୍ରକୁ ଏମିତି ଛାଣି ନେବା। ଭେସୁଙ୍ଗା ପତ୍ର ଟିକେ ଟିକେ ଯେମିତି ଶୁଖିଲା ଭଳିଆ ହେଇଯିବ, ତାକୁ ବାହାର କରି ଆଣିବା। ଆକୁ ପକାଇଦେଲେ ବି ବହୁତ ବଢ଼ିଆ ଲାଗିବ। ଆଉ ଗୋଟେ ପେପର ନେଇକି ଏସବୁକୁ ପକାଇଦେବା, କାରଣ ଯେତେ ସବୁ ତେଲ ଥିବ ପେପର ଟାଣି ନେବ। ତ ଏସବୁକୁ ଆମେ ପେପରରେ ରଖିକି ପେପରକୁ ଏମିତି ବୁଜି ନେବା, ଟିକେ ଟିକେ ମାଡ଼ି ମାଡ଼ି ଦେବା। କିମ୍ବା ଥାଳିଆ ଦେଖନ୍ତୁ ମୁଁ ଥୋଇ ଦେଇଥିଲି କିଛି ସମୟ ପାଇଁ, ସବୁ ତେଲ ସେ ପେପର ଟାଣିଛି। ଆହୁରି ଅଧିକ ଟାଇମ୍ ରଖିଲେ ବି ସବୁତକ ତେଲ ପେପର ଟାଣି ନେବ। ଆଉ ତେଲ ଆଉ ଖାଇବାକୁ ଡର ଲାଗିବନି, ଦେହ ଖରାପ ହେବ। ବେଶୀ ତେଲ ଖାଇଲେ ଦେହ ଖରାପ ହୁଏ, ଜଣ ଜଣଙ୍କର ବିଲକୁଲ ବି ଦେହରେ ଯାଏନି। ଆକୁ ସବୁ
यही भेंडी रे मिसई दबा ये ही गला गोटे भेंडी मिक्सचर बहुत ही बढ़िया टेस्ट आउ पखाल सहित खाइबा ततला सहित खाइबा ततला सहित साइड रे नबाकू अच्छी और जो रसुणटा तो बहुत ही बढ़िया लगे आधे तापरे एबे आउ टिके चाट मसला देदेबा आउ टिके जीरा आउ लंकार भजा गुंड जीरा लंका गुंड जो घरे करके रखुना डालमा फालमा पकेयाकू ताकू एमती देदेबा टेस्ट जबरदस्त आसीबो आउ भात लगे खाइबाकू पिला माने बहुत बढ़िया भाव खाइदेबे कुड़कुड़ अच्छी पूरा कुड़कुड़ कुड़कुड़ लगुच भेंडी न खाऊथुबा पिला भी ए भेंडी को खाइबे आउ बादाम आउ रसुण सहित ए भेंडी खाइबाकू तो एते बढ़िया लगे जमती मिक्सचर खाऊचंती भेंडी मिक्सचर आउ गरम गरम आकू खाइबे आउ माने ता पर दिन जाके जदि रखिबा से नरम हो जिवो चोबेला भलिया हबो खाइ हबनी पखाल सहित ये आमर तो पखाल सहित खाइले बहुत बढ़िया टेस्ट लगुला। दर्शक बंधु आज रेसिपी जदि पसंद आछि निश्चय कमेंट रे जणातु जानले मु बहुत खुशी हेबी। आज पई रहूची जय जगन्नाथ।